ପଚାରିକି କହିବନି କାଲି କୁଆଡ଼େ ଯାଇଥିଲ? କାଲି କୁଆଡ଼େ ଯାଇଥିଲ? କାଲି ଯାଇଥିଲି ଦେଢ଼ ଶାଶୁ ଘରକୁ। ହଁ ଗଲି ଆଇଲି କିଲେ ଚିକେନ ରୋଷେଇ କଲି ଖାଇଲି। ଯାହା ବଳିଥିଲା ମତେ ମୋ ଦେଢ଼ ଶାଶୁ କହିଲା ଘରକୁ ନେଇଯାଅ ବୋଲି। ଆଚ୍ଛା ମୁଁ କହିଲି ନାଇଁ ଏତେଟା ନେଇକିରି ଯାଇପାରିବିନି। ବୁଢ଼ୀ କହିଲା ନାଇଁ ନାଇଁ ଏତେ କ'ଣ ହବ ତରକାରୀ ପତ୍ର? ମୁଁ କହିଲି କ'ଣ ହବ ସେ ସାହି ପଡ଼ିଶା ଯାହାକୁ ହେଲେ ଦବ। ନାଇଁ ମୋ ଦେଢ଼ ଶାଶୁ କହିଲି ନାଇଁ ସେ କାହାକୁ ଦିଆହବନି, ସିଏ ମୋ ମୁହଁକୁ ଚାହୁଁଛନ୍ତି, ମୁଁ କାହିଁ ତାଙ୍କ ମୁହଁକୁ ଚାହିଁବି। ବୁଢ଼ୀ ଯେଉଁ ପିଠାପଣା ନେଇଥିଲୁ ପୁଣି ବୁଢ଼ୀ ରିଟର୍ଣ୍ଣ କଲା। ଶ୍ୱଶୁର ବାଡ଼ି ଦେଲୁ, ଶଳା ଭାଉଜକୁ ଦେଖିଲି, ଘରକୁ ସେଠୁ ଆଇଲି। ଶଳା ଭାଉଜ କ'ଣ କହିଲା? ଶଳା ଭାଉଜ କହିଲା ହେଲା କ'ଣ ତୁମେ ରଜରେ ଆଇଲ ସଜବାଜ ହେଇକିରି, କ'ଣ ନେବ କ'ଣ ନାହିଁ? ମୁଁ କହିଲି ଆଜି ନେବା ପାଇଁ କିଛି ନାହିଁ, କିନ୍ତୁ ତୁ ଏଇ ଯୁଗ ଆଇଥିଲୁ ବୁଲିକିରି ଯାଉଛୁ। ହାତ ଭାତ ମାରିଲନି। ଦେଢ଼ ଶାଶୁକୁ ଘରକୁ ଆସିକି ତମ ଘରେ ପହଞ୍ଚିଲୁ। ତମ ଘରେ ପହଞ୍ଚିଲା ଭିତରେ ତେମେ କଦଳୀ ଦିଟା, ସାରୁ ଦିଟା, ଆଳୁ ଦିଟା, ପୋଇ ଖାଡ଼ି ଦିଟା ଏମିତି ସେ ଦେଶୀ ପରିବା ଆଉ ସେଠୁ ଆମ୍ବ ଦିଟା ଦିଅ ନା, ଆମ୍ବ ନାହିଁ। ହାଲୋ ବାପ